ହାତୀ ଉପଦ୍ରବ୍ୟ ଲୋକେ ଭୟଭୀତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ଶୋଳା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବଣ ହାତୀ ପଲ ସାହି ଭିତରେ ହାତୀ ପଶି ଯିବାରୁ ଲୋକଙ୍କ ମନରେ ଛନକା ଏବଂ ଆତଙ୍କ ସୃଷ୍ଟି ଖେଳିଗଲାଣି ଓ ଚାଷ ଜମିକୁ ମାଡ଼ି ଆସିବା ଫଳରେ ଏକର ଏକର ଆଖୁ ଫସଲ ନଷ୍ଟ କରିବା କାରଣରୁ ଆଖୁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଆସନ୍ତୁ ଆଖୁ ଚାଷୀ ତାଙ୍କ ପ୍ରତିକ୍ରିୟାରେ ସେ ଯାହା କୁହନ୍ତି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। ମୋ ଘର ବଡ଼ଶୁଆଳ, ମୋ ନାଁ ହେଉଛି ଭରତ ବିଶ୍ୱାଳ। ମୁଁ ଆଜ୍ଞା ଏମିତି 3.5 ଏକର ଦେଶୀ ଆଖୁ ଚାଷ ବର୍ତ୍ତମାନ କରିଥିଲି। ବର୍ତ୍ତମାନ ହାତୀ ଆସି ସବୁ ତକ ମୋର ଆଖୁ ଖାଇ ନଷ୍ଟ କରିଦେଇଛି। ତେଣୁ ଯଦି କିଛି ସରକାର ଏହାର ମୋର ପଦକ୍ଷେପ ନ ନେବେ, ଯେଉଁ ପର୍ଯ୍ୟବାର୍ତ୍ତ ଭଲ ମନ୍ଦ କରିଛି 2 ଲକ୍ଷ 3 ଲକ୍ଷ ଉପରେ, ତେଣୁ ସରକାର କିଛି ନ କଲେ ତେଣୁ ମୋର ଆତ୍ମହତ୍ୟା ଛଡ଼ା ଅନ୍ୟ ଉପାୟ କିଛି ନାହିଁ। ତେଣୁ ବର୍ତ୍ତମାନ ଏଇ ଯେଉଁ ଆପଣଙ୍କୁ ଯେଉଁ ଜଣେଇଲି, ବର୍ତ୍ତମାନ ଯେଉଁ ଆଖୁ ଫସଲ ନଷ୍ଟ ହୋଇଗଲା, ହାତୀ ଖାଇ ନଷ୍ଟ କରିଦେଲା। ତେଣୁ ସରକାରଙ୍କୁ ମୁଁ ଅନୁରୋଧ କରୁଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଯଦି ଏପ୍ରତି ଧ୍ୟାନ ନ ଦିଅନ୍ତି ଆମେ ଗରିବ ପରିବାର ନିଃସ୍ୱ ହେଇଯିବୁ। ତେଣୁ ଆପଣ ଆଗରେ କିଛି ସାହାଯ୍ୟ ସହଯୋଗ ଦିଅନ୍ତୁ, ନହେଲେ ଆପଣ ଶେଷରେ ଆତ୍ମହତ୍ୟା ଛଡ଼ା ଅନ୍ୟ ଉପାୟ କିଛି ନାହିଁ। ମୋର 3 ଲକ୍ଷରୁ ଉପରେ ଆମେ କରଜ କରିକି ଜିନିଷ କରିଛୁ। ମୋର 3.5 ଏକର ଜାଗାରେ କରଜ କରି 3.5 ଲକ୍ଷ ଟଙ୍କା କରଜ କରି ଆଖୁ ଚାଷ କରିଥିଲି। ଠିକ୍ ଆଖୁ ଅମଳର ସମୟ ପୂର୍ବରୁ 100ରୁ 150 ହାତୀ ଆସି ମୋର ସମ୍ପୂର୍ଣ୍ଣ ଆଖୁକୁ ନଷ୍ଟ କରିଦେଇଛନ୍ତି। ତେଣୁ ଏହି କରଜରୁ କିଭଳି ଭାବରେ ମୁଁ ମୁକ୍ତି ପାଇବି? ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ମୋର ଅନୁରୋଧ, ଏହାର ସୁବ୍ୟବସ୍ଥା ଗ୍ରହଣ କଲେ ମୁଁ ଉପକୃତ ହେବି, ନଚେତ ମୋତେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି।